ପ୍ରେଜ ଲର୍ଡ। ଆବାଜ ଆସୁଛି ମୋର? ଓକେ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ, କାରଣ ପ୍ରଭୁ ଆମମାନଙ୍କର ମହାନ ପରମେଶ୍ୱର ଆମମାନଙ୍କ ପ୍ରତି ଅନେକ ଦୟା ଅନୁଗ୍ରହ କରି ଏହି ଦୁର୍ଦିନ କାଳରେ, ସଙ୍କଟ କାଳରେ ଆମମାନଙ୍କୁ ଏପର୍ଯ୍ୟନ୍ତ ଜୀବନରେ ବଞ୍ଚାଣି ରଖିଛନ୍ତି। ହଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେ ଯେତେବେଳେ ଜଗତର ଅବସ୍ଥା ଦେଖୁ, ଆଜି ପୃଥିବୀର ପରିସ୍ଥିତି ଅତି ସାଂଘାତିକ। ଏକ ଉଜାଡ ଉଚ୍ଛନ୍ନ ଅବସ୍ଥା ମଧ୍ୟ ଦେଇ ଗତି କରୁଥିବା ସମୟରେ ଏ ଦିନ ମାନଙ୍କରେ ପ୍ରଭୁ ଆମମାନଙ୍କ ପାଇଁ ଅନେକ ସମୟ ସୁଯୋଗ ମାନ ନିରୂପଣ କରି ଆସିଛନ୍ତି। ମୁଁ କେବେ ଭାବିନଥିଲି ଯେ ଗୋଟେ ଏମିତି ସମୟ ଆସିବ ଯେ ପ୍ରତି ପ୍ରଭାତରେ କିମ୍ବା ଦିନ ବେଳେ କିମ୍ବା ସନ୍ଧ୍ୟା ସମୟରେ କିମ୍ବା ରାତ୍ରି କାଳରେ ଏହିପରି ଗୋଟେ ବେତାର ମାଧ୍ୟମରେ ଦୂର ଦୂରାନ୍ତରୁ ଲୋକମାନଙ୍କୁ ଏକତ୍ର କରି ପ୍ରଭୁଙ୍କର ପବିତ୍ର ଚରଣ ତଳେ ବସି ତାଙ୍କର ବାକ୍ୟ ଧ୍ୟାନ କରାଯିବ, ତାଙ୍କର ବାକ୍ୟ ଚର୍ଚ୍ଚା କରାଯିବ, ତାଙ୍କଠାରେ ପ୍ରାର୍ଥନା କରାଯିବ। ଏଇଟା ମୁଁ କେବେ ମଧ୍ୟ ଭାବିନଥିଲି। ମାତ୍ର ଏଇଟା ଗୋଟେ ପରମେଶ୍ୱରଙ୍କର ଯୋଜନା, ପରମେଶ୍ୱରଙ୍କର ସଂକଳ୍ପ। ହଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମମାନଙ୍କ ପାଇଁ ଏକ ଗୋଟେ ଅପୂର୍ବ ସୁଯୋଗ ଏଗୁଡାକ। ଏଥିପାଇଁ ମୁଁ ପ୍ରଥମରେ ପ୍ରଭୁଙ୍କର ସେ ପବିତ୍ର ପରାକ୍ରମ ନାମର ଧନ୍ୟବାଦ ପ୍ରଶଂସା ଗୌରବ କରେ। ତତ୍ ସହିତ ଆଜିର ଏହି ଜୁମ୍ ମିଟିଂକୁ ପ୍ରଥମ କରି ମତେ ଆସିବା ପାଇଁ ଆ ଦେଇଥିବା ହେତୁ ବା ପ୍ରଭୁଙ୍କର ବାକ୍ୟ ଚର୍ଚ୍ଚା କରିବା ପାଇଁ ସୁଯୋଗ ପାଇଥିବା ହେତୁ ମୁଁ ସେମାନଙ୍କୁ ପ୍ରଥମରେ ଧନ୍ୟବାଦ ଦିଏ। ବିଶେଷ କରି ଆମର ପାଷ୍ଟର ସାମସନ ବାରିକ, ସେ ମଧ୍ୟ ମୋର ନାମ, ମୋର ନାମ ମଧ୍ୟ ସାମସନ କାର୍ଜି, ଗଜପତିରୁ। ହୁଏତ ଆପଣ ମାନେ ଅନେକ ଜାଣିଥିବେ, ଦେଖିଥିବେ। ଆଉ ଯୋଉ ପ୍ରଭୁଙ୍କର ଦାସୀ ପରିଚାଳନା କରୁଛନ୍ତି, ସେ ମଧ୍ୟ ମୋର ପରିଚୟ ବୋଧେ ସେ ଜାଣିଛନ୍ତି। ତେବେ ସେ ଯାହା ହଉ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ଦ୍ୱିତୀୟରେ ଧନ୍ୟବାଦ ଦିଏ ଯେ ଆମର ଏ କୁଇନାନ ଆଉ ଜୁମ୍ ମିଟିଂ ର ପରିଚାଳକ ଭାଇ, ଯେ କି ନାଡା ମିହିର ଭାଇ। ମୁଁ ତାଙ୍କ ସହିତ କେବେ ଦେଖା ହୋଇନାହିଁ, କେବେ ପରିଚୟ ହେଇନାହିଁ। ମୁଁ କିନ୍ତୁ ଶୁଣିଲି ଏତିକି ଯେ ସେ ମଧ୍ୟ ଗଜପତି ଅଞ୍ଚଳରୁ। ଏଥିପାଇଁ ଆଉ ଟିକେ ମୁଁ ଉତ୍ସାହିତ ଅଟେ, କାହିଁକି ନା ମୁଁ ମଧ୍ୟ ଗଜପତି ଜିଲ୍ଲାରୁ ଆସିଅଛି। ଆଉ ଗଜପତି ଜିଲ୍ଲାରେ ପ୍ରାୟ ମୁଁ ପ୍ରତ୍ୟେକ ମଣ୍ଡଳୀ, ପ୍ରତ୍ୟେକ ପ୍ରଚାରକ ମାନଙ୍କ ସହିତ ମୋର ସମ୍ପର୍କ ରହି ଆସିଛି। କାରଣ ମୁଁ ଅ ଏ ବାକ୍ୟକୁ ଯିବା ପୂର୍ବରୁ ମୋର ଗୋଟେ ସଂକ୍ଷିପ୍ତ ପରିଚୟ ଦେବାକୁ ଚାହେଁ ଯେ ମୁଁ ପ୍ରଭୁଙ୍କୁ ପାଇକି ପ୍ରାୟ ଆଉ 40-42 ବର୍ଷ ହବ। କିନ୍ତୁ ମାନେ 40-42 ବର୍ଷ ପୂର୍ବରୁ ପ୍ରଭୁ ମୋର ପରିଚୟ ନେଲେ, କିନ୍ତୁ ପ୍ରକୃତରେ ମୁଁ ତାଙ୍କର ପରିଚୟ ପାଇଲି ମାନେ ଆଉ 1994। 1994ରେ ପବିତ୍ର ଆତ୍ମାଙ୍କର ଅଭିଷେକ କଣ, ପବିତ୍ର ଆତ୍ମାଙ୍କର ଚାଳନା କଣ, ପବିତ୍ର ଆତ୍ମାଙ୍କର ସହଭାଗିତା ରହିବାର କଣ, ପ୍ରଭୁଙ୍କର ସେବା କରିବାର କଣ, ସେଇ ସମୟ ଠାରୁ ମୁଁ ପ୍ରକୃତରେ ଭଲରେ ଜାଣିଲି। ଆଉ ସେଇ ସମୟ ଠାରୁ ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କର ଆଉ ସେବାରେ, ସମୟରେ କିମ୍ବା ଅସମୟରେ ପ୍ରଭୁଙ୍କର ସେବାରେ ମୁଁ ଅଛି। ଆଉ ଆହୁରି ଗୋଟେ କଥା ମୁଁ କହିବାକୁ ଚାହେଁ ଯେ ମୁଁ ପ୍ରକୃତରେ ଗୋଟେ ସେକୁଲାର ଲାଇଫ ମୋର ଥିଲା, ଯାହାକି ପୋଷ୍ଟାଲ ବିଭାଗରେ ମୁଁ ଚାକିରି କରୁଥିଲି। ଆଉ କିନ୍ତୁ ଅ, ମୋର ଚାକିରି ଜୀବନଟା ଗୋଟେ ପାର୍ଟ ଟାଇମ ପରି, କିନ୍ତୁ ପ୍ରଭୁଙ୍କର ସେବା କାର୍ଯ୍ୟଟା ମୋର ଫୁଲ ଟାଇମ ପରି ହେଲା। ଏ ବିଷୟରେ ଗୋଟେ ଥର ଆମର ଇମାନୁଏଲ ପ୍ରେୟାର ଗ୍ରୁପ ର ଯୋଉ ପରିଚାଳକ ମହାଶୟ ଅଛନ୍ତି, ଯେ କି ଆଉ ଆ, ନାଗ, ସେ ମତେ ଗୋଟେ ଥର ମାନେ ଗୋଟେ ଜୋର ଜବରଦସ୍ତ କଲା ପରି, ଆପଣ ଆପଣଙ୍କର ଚାକିରି ଜୀବନ ସହିତ
ପ୍ରଭୁଙ୍କର ସେବା ତ କରିଛନ୍ତି ସେ ବିଷୟରେ ସାକ୍ଷ୍ୟ ଦିଅନ୍ତୁ ବୋଲି ମତେ କହିଲେ। ସେଇଠି ଟିକେ ବହୁତ ମାନେ ଲମ୍ବା ସାକ୍ଷ୍ୟ ମୋର ଅଛି। ଯଦି ଯଦି ଆପଣ ମାନେ ଚାହିଁବେ ଇମାନୁଏଲ ପ୍ରେୟର ଗ୍ରୁପ ତରଫରୁ, ନହେଲେ ମୋର ନାମ ସାମସନ କାର୍ଜି ଯଦି ଆପଣ ଲେଖିବେ ତାହେଲେ ମେସେଜ ଆପଣ ସେଠି ପାଇପାରିବେ। ସେଠି ମାନେ ମୋର ସାକ୍ଷ୍ୟ ବିଷୟରେ ରହିଛି। ତ ଆମର ସାକ୍ଷ୍ୟ ଯାହା ହଉ ନା କାହିଁକି, ଜଗତରେ ଆମେ ଯାହା ସାକ୍ଷ୍ୟ ଥିଲେ କଣ ହବ, ଆମେ ପ୍ରଭୁଙ୍କ ସହିତ କେମିତି ଚାଲୁଛୁ, କେମିତି ଏପର୍ଯ୍ୟନ୍ତ ଜୀବନ କାଟୁଛୁ, ସେଇଟା ହଉଛି ସବୁଠାରୁ ବଡ ବିଷୟ। ତେବେ ସେ ଯାହା ହଉ, ଆଉ ମୁଁ ଆପଣମାନଙ୍କ ସହିତ ପ୍ରଥମ କରି ସାକ୍ଷାତ ହେଇଥିବାରୁ ଆଜିର ଜୁମ୍ ମିଟିଂ ରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ସ୍ୱାଗତ ଜଣାଇ ସମସ୍ତଙ୍କୁ ନମସ୍କାର ଜ୍ଞାପନ କରେ। ନମସ୍କାର, ପ୍ରେଜ୍ ଲର୍ଡ। ଆଉ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣନ୍ତି ଯେ ମୁଁ ଏଇ ସମୟରେ ପ୍ରକାଶିତ ବାକ୍ୟ ଉପରେ ମୋର ଧ୍ୟାନଟା ଜାରି ରଖିଛି। ମୋର ନିଜର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି, ସେଥିରେ ବି ମୁଁ ପ୍ରକାଶିତ ବାକ୍ୟ ଉପରେ ମୋର ବାକ୍ୟ ଚର୍ଚ୍ଚା ଚାଲିଛି। ପୁଣି ଏଇ ଦିନ ମାନଙ୍କରେ ପ୍ରଭୁଙ୍କର ଗୋଟେ ଚାଳନା ମୋର ଉପରେ ରହିଛି, ପ୍ରଭାବ ରହିଛି ଯେ ପ୍ରକାଶିତ ବାକ୍ୟ ଉପରେ ହିଁ ବାକ୍ୟ କହିବା ପାଇଁ। ତ ଏଇଥିପାଇଁ ମୁଁ ଏଇ ସମୟରେ ମଧ୍ୟ ସେଇ ପ୍ରକାଶିତ ବାକ୍ୟ ଉପରେ ହିଁ କିଛି କଥା କହିବା ପାଇଁ ମୁଁ ମନସ୍ଥ କରିଛି। ଆଉ ଆପଣମାନେ ସମସ୍ତେ ଜାଣନ୍ତି ଯେ ପ୍ରକାଶିତ ବାକ୍ୟ ଏକ ଜଟିଳ ପୁସ୍ତକ, ଗୁରୁତ୍ୱପୂର୍ଣ୍ଣ, ଅପରିହାର୍ଯ୍ୟ, ଜରୁରୀ। ଏଥି ନିମନ୍ତେ କି ଜାଣି ପ୍ରଭୁ ମତେ ଏଇ ଦିନ ମାନଙ୍କରେ ଚାଳନା ଦିଅନ୍ତି ଯେ ସେ ପ୍ରକାଶିତ ବାକ୍ୟ ଉପରେ କଥା କହିବା ପାଇଁ। ତେବେ ଆସନ୍ତୁ ଏଇ ସମୟରେ ଆମେ ସମସ୍ତେ ମିଳିମିଶି ଗୋଟେ ଅଂଶ ଭିତରକୁ ଆମେ ଯିବା। ଆମର ଧ୍ୟାନ ଆଜିର ବିଷୟ ହେବ ଯେ ପ୍ରକାଶିତ ତାର 4 ଅଧ୍ୟାୟ 4 ପଦ। ଆଉ କେଇ ଜଣେ ପଢିକିରି ଶୁଣେଇଲେ ଭଲ ହେବ। ପୁଣି ପୁଣି ସିଂହାସନର ଚତୁର୍ଦିଗରେ 24ଟି ସିଂହାସନ ସ୍ଥାପିତ ଓ ସିଂହାସନ ଗୁଡିକ ଉପରେ 24 ପ୍ରାଚୀନ ଉପବିଷ୍ଟ। ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ। ଧନ୍ୟବାଦ। ଆଉ ଗୋଟେ ପଦ ମଧ୍ୟ ପଢନ୍ତୁ, ଏକ ପଦଟା ପଢନ୍ତୁ। ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ। ପୁଣି ତୁରୀ ଶବ୍ଦ ସଦୃଶ୍ୟ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି ତାହା କହିଲା, ଏଠାକୁ ଉଠି ଆସ, ଯାହା ସବୁ ଏହା ପରେ ଅବଶ୍ୟ ଘଟିବ ସେହି ସବୁ ଆମେ ତୁମକୁ ଦେଖାଇବୁ। ଧନ୍ୟବାଦ। ଆସନ୍ତୁ ସଂକ୍ଷିପ୍ତ ପ୍ରାର୍ଥନା କରିବା। ପବିତ୍ର ପିତା, ପରମ ମଙ୍ଗଳ, ପରମ ଦୟାଳୁ, ମହାନୁଗ୍ରହକାରୀ, କରୁଣାମୟ, ପ୍ରେମମୟ ପ୍ରଭୁ ଯୀଶୁ, ମୁଁ ତୁମର ଧନ୍ୟବାଦ କରୁଛି, ତୁମରି ପ୍ରଶଂସା ଗୌରବ କରୁଛି। କାରଣ ତୁମେ ଦୟା ଅନୁଗ୍ରହ କରି ଭୟଙ୍କର ରାତିର ସମସ୍ତ ବିପଦ ଆପଦ ରୋଗ ସଙ୍କଟରୁ ତୁମେ ଆମକୁ ରକ୍ଷା କଲ, ଉଦ୍ଧାର କଲ, ସୁଖ ନିଦ୍ରା ଦେଲ। ପୁଣି ଏଇ ସୁନ୍ଦର ପ୍ରଭାତ ସମୟରେ ତୁମର ପ୍ରିୟ ଲୋକମାନଙ୍କ ସହିତ ତୁମର ବାକ୍ୟ ଧ୍ୟାନ କରିବା ପାଇଁ ମତେ ଏଇ ସୁନ୍ଦର ସମୟ ସୁଯୋଗ ଦେଲ। ଏଥିପାଇଁ ମୁଁ ତୁମର ଧନ୍ୟବାଦ ପ୍ରଶଂସା ଗୌରବ କରୁ କରୁ ନିବେଦନ କରେ ପ୍ରଭୁ, ଏତେବେଳେ ଯେଉଁ ବାକ୍ୟ ଧ୍ୟାନ କରିବା ପାଇଁ ମୁଁ ଯେଉଁ ଅଂଶ ମନୋନୀତ କରିଅଛି, ସେଇ ଅଂଶ ଦ୍ଵାରା ମତେ ପୁଣି ତୁମର ପ୍ରିୟ ଲୋକମାନଙ୍କୁ ତୁମେ କଥା କହି ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ପୁଣି ବିଶେଷ କରି ତୁମରି ଆଗମନର ପ୍ରିୟ ଜ୍ଞାନ କରି ତୁମରି ପ୍ରତୀକ୍ଷାର ଜୀବନ କାଟିବା ପାଇଁ ଯେପରି ଏ ବାକ୍ୟ ଆମ ପାଇଁ ସହାୟକ ହେବ, ଏଥିପାଇଁ ଦୟା କର। ଗୌରବ ମହିମା ତୁମର ଯୀଶୁଙ୍କ ନାମରେ ମାଗୁଛୁ, ଆମେନ। ତେବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଠି ଆଜିର ଆମର ଆଲୋଚନାର ପ୍ରମୁଖ ଅଂଶ ଯେ 4 ପଦ, ପ୍ରକାଶିତ 4 ଅଧ୍ୟାୟ 4 ପଦ। ଏଠାରେ ଆମେ ଦେଖିବାକୁ ପାଉଛୁ ସାଧୁ ଜହନ ଯେତେବେଳେ ପାତ୍ମ ଦ୍ୱୀପରେ ବନ୍ଦୀ ଜୀବନ କାଟିଥିଲେ, ସାଧୁ ଜହନ ଯେତେବେଳେ ପାତ୍ମ ଦ୍ୱୀପରେ ବନ୍ଦୀ ଜୀବନ କାଟିଥିଲେ, ସେହି ସମୟରେ ସେ ଏ ଦର୍ଶନ ପାଇଥିଲେ। ଆଉ ସେ ଦର୍ଶନ ମାଧ୍ୟମରେ କଣ କହୁଛନ୍ତି, ପ୍ରଥମରେ ଆମେ ଏକ ପଦରେ ଦେଖିବାକୁ ପାଉଛୁ, ଲେଖାଯାଏ, ଏହା ପରେ ମୁଁ ଦୃଷ୍ଟିପାତ କଲି। ସାଧୁ ଜହନ ଦୃଷ୍ଟିପାତ କଲେ, ଆଉ ତାପରେ ସେ କହୁଛନ୍ତି, ଦେଖ ସ୍ୱର୍ଗରେ ଗୋଟେ ଦ୍ୱାର ଉନ୍ମୁକ୍ତ। ଜହନ କହୁଛନ୍ତି ସ୍ୱର୍ଗରେ ଗୋଟେ ଦ୍ୱାର ଉନ୍ମୁକ୍ତ। ସ୍ୱର୍ଗ ପରି ସ୍ଥାନ ଉନ୍ମୁକ୍ତ ହେବା କଥା ସାଧୁ ଜହନ କହୁଛନ୍ତି। ସ୍ୱର୍ଗ କଥା ଶୁଣିଲେ ଆମର ଆଜ୍ଞା, ମ୍ୟୁଟ୍ ହେଇଯାଇଛି।
हालेलुया प्रेज लॉर्ड म्यूट ହେଇଗଲା ଠିକ ଅଛି। ତ ଇଏ ହଉଛି ଆମମାନଙ୍କର ଲକ୍ଷ୍ୟ ଯେ ଆମେ କେବେ ସ୍ୱର୍ଗକୁ ଯିବା। ସେହିପରି ଗୋଟେ ସ୍ୱର୍ଗୀୟ ସ୍ଥାନ ବିଷୟରେ ଏଠି ସାଧୁ ଜନ୍ କହୁଛନ୍ତି। ଏଠି ଚାରି ଅଧ୍ୟାୟ ଏକ ପଦଟା ପଢେଇବା ପାଇଁ ମୁଁ କାହିଁକି କହିଲି ନା ଏଟା ଲେଖାଯାଏ ଶେଷ ପଦରେ ଯାହା ସବୁ ଏହା ପରେ ଅବଶ୍ୟ ଘଟିବ ସେହି ସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ। ଯାହା ସବୁ ଏହା ପରେ ଅବଶ୍ୟ ଘଟିବ ସେଇ ସବୁ ଆମ୍ଭେ ତୁମକୁ ଦେଖାଇବୁ। ଅର୍ଥାତ୍ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏଇ ଯୋଉ 4 ଅଧ୍ୟାୟ ଠାରୁ ଆରମ୍ଭ କରିକିରି ଆପଣ କଣ୍ଟିନ୍ୟୁସ୍ ଯଦି ପଢି 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 ଯିବେ 19 ଅଧ୍ୟାୟ ପର୍ଯ୍ୟନ୍ତ, ତାହେଲେ ଏ ସବୁ ମାନେ ଏଇ ପୃଥିବୀ ଉପରେ ଆସିବାକୁ ଥିବା ଆଉ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେବାର ଘଟଣା ଗୁଡିକ ଆପଣ ପର୍ଯ୍ୟାୟକ୍ରମେ ଦେଖିବାକୁ ପାଇବେ। ଏ 4 ଅଧ୍ୟାୟରୁ 19 ଅଧ୍ୟାୟ ମଧ୍ୟରେ ଅନେକ ମାନେ ବିଶେଷ କରି ଆଉ ବାଇବଲ ବିଶେଷଜ୍ଞ ମାନେ କହନ୍ତି ଯେ ବିଶେଷ କରି 8 ଅଧ୍ୟାୟ ଠାରୁ ସିଆଡକୁ ଆ ଏଇ ପୃଥିବୀ ଉପରେ ଯୋଉ 7 ବର୍ଷ ମହାକ୍ଲେଶର ସମୟ ଆସିବ ଆଉ ସେଇଠୁ ଆରମ୍ଭ ହେବ। ପୁଣି ବିଶେଷ କରି 11 ଅଧ୍ୟାୟ ବେଳକୁ ଆଉ ସାଢେ 3 ବର୍ଷ ଯୋଉ ଭୟଙ୍କର ମହାକ୍ଲେଶ ପୃଥିବୀ ଉପରେ ଆସିବ, ସେଇ 11 ଅଧ୍ୟାୟରୁ ସିଆଡକୁ ଚାଲିବ ବୋଲି କୁହାଯାଏ। ଅର୍ଥାତ୍ এই ସମସ୍ତ ଘଟଣା ଯାହାକି ଅବଶ୍ୟ ଘଟିବ ତାହା ଆମ୍ଭେ ତୁମକୁ ଦେଖାଇବୁ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ପ୍ରିୟ ଶିଷ୍ୟ ଜନଙ୍କୁ କହୁଥିବାର ଆମେ ଦେଖିବାକୁ ପାଉଛୁ। ସେଇ କ୍ରମରେ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦର୍ଶିତ ଘଟଣାର ଆରମ୍ଭରେ ଆମେ 1, 2, 3 ପଦରେ ଆମେ ଦେଖିବାକୁ ପାଉଛୁ। ସେଇଟା ମୁଁ କାହିଁକି ସେଇଟା ନେଲି ନାହିଁ ନା ଅନ୍ୟ ଜୁମ୍ ମାନଙ୍କରେ ମୁଁ ସେଗୁଡାକ ଆଉ ପ୍ରକାଶ କରିଛି। ଯଦି ଆପଣ ମାନେ ଚାହିଁବେ ତାହେଲେ ମୋର ନାମ ଲେଖିକିରି ୟୁଟ୍ୟୁବ ଚ୍ୟାନେଲରେ ଯଦି ଆପଣ ଲେଖିବେ ତାହେଲେ ସେ ମେସେଜ ମଧ୍ୟ ଆପଣ ପାଇପାରିବେ। ଏଥିପାଇଁ ମୁଁ ସେଇଟାକୁ ଆଉ ନେଉନାହିଁ। ଆଉ ମୁଁ 4 ପଦ ଉପରେ ଧ୍ୟାନ କରିବା ପାଇଁ ମୁଁ ମନସ୍ଥ କରିଛି। ତ 4 ପଦରେ ଏଇଠି ଆମେ ଦେଖିବାକୁ ପାଉଛୁ ଯେ ପୁଣି ସିଂହାସନ ଚତୁର୍ଦିଗରେ 24ଟି ସିଂହାସନ ସ୍ଥାପିତ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏଠାରେ ଯେ ଆମେ ଦେଖିବାକୁ ପାଉଛୁ ଗୋଟେ ସିଂହାସନ କଥା ସାଧୁ ଜନ କହୁଛନ୍ତି। ଆଉ ସିଂହାସନ ଯୋଉ ସିଂହାସନରେ କି ପିତା ପରମେଶ୍ୱର ସ୍ୱର୍ଗରେ ବସିଛନ୍ତି, ଆଉ ସେ ସିଂହାସନର ଚତୁର୍ଦିଗରେ ବୋଲି ଲେଖାଯାଏ। ଏ ଯୋଉ ଚତୁର୍ଦିଗରେ ବୋଲି ଯୋଉ ପଦଟା ଲେଖାଯାଏ, ପ୍ରକୃତରେ ପରମେଶ୍ୱରଙ୍କର ସିଂହାସନର ଚତୁର୍ଦିଗଟା ଆୟତ ଆକାରର ନଥାଏ ବା ବର୍ଗାକାରରେ ନଥାଏ, ମାତ୍ର କେମିତି ଗୋଲେଇ ଆକାରରେ ଥିବା କଥା ଏଠି ଆମେ ଦେଖିବାକୁ ପାଉଛୁ। ଆମେ ମନୁଷ୍ୟମାନେ ଆମର ସାମ୍ନାରେ ଥିବା ବିଷୟ କେବଳ ଆମେ ଜାଣିଥାଉ, କିମ୍ବା ବାମ ପଟେ କେତେ ଦୂର ପର୍ଯ୍ୟନ୍ତ କିମ୍ବା ଡାହାଣ ପଟେ କେତେ ଦୂର ପର୍ଯ୍ୟନ୍ତ ବିଷୟ ଆମେ ଦେଖିପାରିବା। କିନ୍ତୁ ପରମେଶ୍ୱର ମାତ୍ର ସେ 4 ଦିଗ ବିଷୟ ସେ ଦେଖିପାରନ୍ତି। ଆପଣମାନେ ସମସ୍ତେ ଜାଣନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ପରମେଶ୍ୱର ହଉଛନ୍ତି ସର୍ବଦର୍ଶୀ ପରମେଶ୍ୱର, ସର୍ବଜ୍ଞ, ସର୍ବଦର୍ଶୀ, ସର୍ବାନ୍ତର୍ଯାମୀ। ଅର୍ଥାତ୍ ସେ ଏକ ସମୟରେ ଗୋଟିଏ ଜାଗାରେ ଥାଇ ଚତୁର୍ଦିଗର ବିଷୟ ସେ ଦେଖିପାରନ୍ତି, ଅବଲୋକନ କରିପାରନ୍ତି, ନିରୀକ୍ଷଣ କରିପାରନ୍ତି, ତର୍ଜମା କରିପାରନ୍ତି ଏବଂ ତାର ସେଇ ସମସ୍ତ କାର୍ଯ୍ୟକୁ ସେ କଣ୍ଟ୍ରୋଲ କରିପାରନ୍ତି। ଏଥିପାଇଁ ଏଠି ଲେଖାଗଲା ଯେ ସିଂହାସନର ଚତୁର୍ଦିଗରେ, ଅର୍ଥାତ୍ ଗୋଲେଇ ଆକାରରେ ଯୋଉ ସିଂହାସନର ମଧ୍ୟସ୍ଥଳରେ ଯୋଉ ପିତା ପରମେଶ୍ୱର ବସିଛନ୍ତି, ସେଇ ସିଂହାସନର ଚତୁର୍ଦିଗରେ କଣ ରହିଛି? ଆଉ 24 ସିଂହାସନ ସ୍ଥାପିତ ହୋଇଅଛି। ଆଉ ସେ 24 ସିଂହାସନ ଉପରେ କେମାନେ ବସିଛନ୍ତି? ନା 24 ପ୍ରାଚୀନ ବସିଛନ୍ତି। ତ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମମାନଙ୍କର ଏଇ ସମୟର ଆଲୋଚନା କଣ? ମାନେ 24 ପ୍ରାଚୀନ। 24 ପ୍ରାଚୀନ ବୋଲି କହିଲେ କଣ, କାହାକୁ ବୁଝାଏ, ସେ ବିଷୟରେ ଆମେ ବର୍ତ୍ତମାନ ଏତେବେଳେ ଆଲୋଚନା କରିବା। ତ ଏଇ 24 ପ୍ରାଚୀନ ସମ୍ପର୍କରେ ଯୋଉ ଏଠି ସାଧୁ ଜନ କହୁଛନ୍ତି, ସେଇ ସମାନ ଆଉ 24 ନମ୍ବର ବିଷୟରେ ବା 24 ପ୍ରାଚୀନ ବିଷୟରେ ଆମେ ଦେଖିବାକୁ ପାଉଛୁ। ଯଦି ଆପଣ ଏଇ ପ୍ରକାଶିତ ବାକ୍ୟ ତାର 21 ଅଧ୍ୟାୟ
12 ପଦ ଏବଂ 14 ପଦ ଆପଣ ପଠନ କରିବେ। ସେଇଠି 24 ମାନେ ପ୍ରାଚୀନ ମାନଙ୍କର କଥା ଲେଖାଯାଏ। 12 ପଦରେ ଆଉ ଯାକୁବଙ୍କର 12 ପୁତ୍ରଙ୍କର କଥା କୁହାଯାଏ। ଆଉ 14 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର 12 ଜଣ ଶିଷ୍ୟଙ୍କର ବିଷୟରେ ସେଠି ଲେଖାଯାଏ। ଅର୍ଥାତ୍ 12 ମିଶେଇକିରି 24 ପ୍ରାଚୀନ ସେଠି ଆମେ ଦେଖିବାକୁ ପାଉଛୁ ପ୍ରକାଶିତ 21ର 12 ଆଉ 14 ପଦରେ। ଆଚ୍ଛା, ଇଏ ତ ହେଲା ମାନେ ଯୋହନଙ୍କ ପ୍ରତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିବା 24 ପ୍ରାଚୀନ କଥା। ଅର୍ଥାତ୍ ଆମେ ଜାଣିଲେ ଯେ ଏ 24 ପ୍ରାଚୀନ ମାନେ କିଏ, ନା ଏମାନେ ହେଉଛନ୍ତି ପ୍ରଥମରେ ପୁରାତନ ନିୟମର ଯାକୁବଙ୍କର 12 ପୁତ୍ର, ପୁଣି ଦ୍ୱିତୀୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର 12 ଶିଷ୍ୟ। 12 ମିଶେଇକିରି 24 ପ୍ରାଚୀନ ଏଠି ଆମେ ଦେଖିବାକୁ ପାଉଛୁ। ଏମାନେ କଣ କରୁଛନ୍ତି ନା ସିଂହାସନର ଚତୁର୍ଦିଗରେ ଏମାନେ ବସିଛନ୍ତି। ଆଉ ଏମାନେ ଯୋଉ ସିଂହାସନର ଚତୁର୍ଦିଗରେ ବସୁଛନ୍ତି କେବଳ ବସିବା ପାଇଁ ଏମାନେ ନାହାନ୍ତି। ଏମାନଙ୍କ ବିଷୟରେ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ସେମାନଙ୍କର କାର୍ଯ୍ୟକ୍ରମ ବିଷୟରେ ଆମେ ଦେଖିବାକୁ ପାଉଛୁ। ଯଦି ଆପଣ ଏଇ 4 ଅଧ୍ୟାୟ 10-11 ପଦ ପଠନ କରିବେ, ପୁଣି 5 ଅଧ୍ୟାୟ 8 ପଦ ପଠନ କରିବେ, 11 ଅଧ୍ୟାୟ 16 ପଦ ପଠନ କରିବେ, ଆଉ 19 ଅଧ୍ୟାୟ 4 ପଦ ପଠନ କରିବେ, ସେଇ ଜାଗାରେ ଏଇ 24 ପ୍ରାଚୀନ ମାନଙ୍କର କାର୍ଯ୍ୟକଳାପ, ସେମାନଙ୍କର ଗତିବିଧି ଏବଂ ପରମେଶ୍ୱରଙ୍କ ସହିତ ସେବା କାର୍ଯ୍ୟରେ ସେମାନଙ୍କର ଯୋଗସୂତ୍ର, ସେମାନଙ୍କର ଉପସ୍ଥାନ, ସେ ବିଷୟରେ ସେଇ ସ୍ଥାନରେ ଆମେ ଦେଖିବାକୁ ପାଉ। ଅର୍ଥାତ୍ ଏଇ ଯୋଉ 24 ପ୍ରାଚୀନ ସିଂହାସନର ଚତୁଃପାର୍ଶ୍ୱରେ ବା ଚତୁର୍ଦିଗରେ ବସିଛନ୍ତି, ଏମାନେ କେବଳ ବସିବା ପାଇଁ ନୁହଁ, ମାତ୍ର ପରମେଶ୍ୱରଙ୍କର ଗୌରବ, ପରମେଶ୍ୱରଙ୍କର ସ୍ତବ, ପରମେଶ୍ୱରଙ୍କର ମହିମା ପ୍ରକାଶ କରିବା ସକାଶେ ଏମାନେ ସେଠାରେ ଉପସ୍ଥିତ ହୋଇଥିବାର ଆମେ ଦେଖିବାକୁ ପାଉଛୁ। ଇଏ ତ ହେଲା ମାନେ ନୂତନ ନିୟମର 24 ପ୍ରାଚୀନ କଥା। ତ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମୟରେ ଆଉ ଗୋଟେ 24 ପ୍ରାଚୀନଙ୍କ ବିଷୟରେ ମୁଁ ଆପଣମାନଙ୍କୁ ଦେଖାଇବାକୁ ଯାଉଛି। ଏଠାରେ ଯୋଉ ସାଧୁ ଜନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା 24 ପ୍ରାଚୀନ କଥା କହୁଛନ୍ତି, ଏହି ସମାନ 24 ପ୍ରାଚୀନଙ୍କ ବିଷୟରେ ପୁରାତନ ନିୟମରେ ମଧ୍ୟ ଆମେ ଦେଖିବାକୁ ପାଉଛୁ। ଦୟାକରି ପଢନ୍ତୁ ପ୍ରଥମ ବଂଶାବଳୀ ତାର 24 ଅଧ୍ୟାୟ 4 ପଦ। ପ୍ରଥମ ବଂଶାବଳୀ ତାର 24 ଅଧ୍ୟାୟ 4 ପଦ ପଠନ କରନ୍ତୁ। ପୁଣି ଇଥାମର ସନ୍ତାନଗଣ ଅପେକ୍ଷା ଇଲିଆସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ। ସେମାନେ ଏହି ରୂପେ ବିଭକ୍ତ ହେଲେ ଯଥା: ଇଲିଆସରର ସନ୍ତାନଗଣ ମଧ୍ୟରେ 16 ଜଣ ପିତୃବଂଶ ପ୍ରଧାନ ଥିଲେ, ଆଉ ଇଥାମର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶ ଅନୁସାରେ 8 ଜଣ ଥିଲେ। ଧନ୍ୟବାଦ। ଏଇଠି ଆପଣ କଣ ଦେଖୁଛନ୍ତି? ଇଥାମର ଆଉ ଇଲିଆସର ଏ 2 ଜଣଙ୍କର ଔରସରୁ ବା ଏମାନଙ୍କର ବଂଶରୁ ଆଉ 24 ଜଣ ପ୍ରାଚୀନଙ୍କର କଥା ଆପଣ ଦେଖୁଛନ୍ତି। ଇଥାମର ସନ୍ତାନଗଣ 16 ଜଣ ବୋଲି ଲେଖାଯାଏ, ଆଉ ଇଲିଆସର ସନ୍ତାନଗଣ ମଧ୍ୟରୁ 8 ଜଣ ପ୍ରାଚୀନ ବା ପିତୃ ବଂଶାନୁସାରେ ସେଇ ପ୍ରାଚୀନ ମାନଙ୍କ କଥା କୁହାଯାଏ। ଅର୍ଥାତ୍ 16 ଆଉ 8 ମିଶିକି 24 ହଉଛି। ଅର୍ଥାତ୍ ଏଇଠି ଏମାନେ କଣ କରୁଛନ୍ତି ନା ଯେତେବେଳେ ଆଉ ଦାଉଦ ଜେରୁସାଲମରେ ରାଜତ୍ୱ କରିଥିଲେ ବା ତାଙ୍କର ସେ ମନ୍ଦିର ସ୍ଥାପନ କରିଥିଲେ, ସେଇ ମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନଙ୍କର ସଂଖ୍ୟା ଆମେ ଦେଖିବାକୁ ପାଉଛୁ, ଯେଉଁମାନେ କି ଇଥାମର ଆଉ ଇଲିଆସର। ଏ ଇଥାମର ଓ ଇଲିଆସର କିଏ ମାନେ? ନା ଏମାନେ ହାରୁଣଙ୍କର ମାନେ ପୁତ୍ର ମାନେ। ଆପଣ ମାନେ ସମସ୍ତେ ଜାଣନ୍ତି ହାରୁଣଙ୍କର 4ଟା ପୁତ୍ର ଥିଲେ। 4ଟା ପୁତ୍ରରୁ 2 ଜଣ ସେମାନେ ଇତର ଅଗ୍ନି ର ଧୂପ ଦେବା ସକାଶେ ପରମେଶ୍ୱର ସେମାନଙ୍କୁ ଆଘାତ କଲେ, ସେମାନେ ମୃତ୍ୟୁବରଣ କଲେ, ନିସନ୍ତାନ ହେଇକି ସେମାନେ ମୃତ୍ୟୁବରଣ କଲେ। ତାପରେ 2 ଜଣ ରହିଲେ, ସେମାନେ ହଉଛନ୍ତି ଇଥାମର ଓ ଇଲିଆସର।
ଆଉ ଏମାନଙ୍କର ବଂଶରୁ 24 ଜଣଙ୍କୁ ଦାଉଦ କଣ କଲେ ନା ସେମାନଙ୍କୁ ପରମେଶ୍ୱରଙ୍କର ସେବା କାର୍ଯ୍ୟରେ ଜିରୁସାଲମ ମନ୍ଦିରରେ ସେମାନଙ୍କୁ ମୁତୟନ କରିଥିବାର ଆମେ ଦେଖିବାକୁ ପାଉଛୁ। ତ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଇଏ ହେଲା ମାନେ ପୁରାତନ ନିୟମ ଅନୁସାରେ 24 ପ୍ରାଚୀନର ଉପସ୍ଥିତି କଥା ଆମେ ଦେଖିବାକୁ ପାଉଛୁ। ତ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇଠି ଗୋଟେ ଆମର ମନରେ ଗୋଟେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଆଉ ଦାଉଦ ଏଇ 24 ପ୍ରାଚୀନ କଥା କାହିଁକି ବା କେମିତି ଜିରୁସାଲମ ମନ୍ଦିରରେ 24 ପ୍ରାଚୀନକୁ ସେ ନିଯୁକ୍ତ କଲେ? ସେ ମାନେ 23 ଜଣ ହେଲେ କଲେ ନାହିଁ, କି ନହେଲେ 25 ଜଣ ହେଲେ କଲେ ନାହିଁ। ମାତ୍ର ଅତି ସୁନିଯୁକ୍ତ ଭାବରେ ଅତି ଜ୍ଞାନର ସହିତ 24 ଜଣ ପ୍ରାଚୀନଙ୍କୁ ସେ ଜିରୁସାଲମ ମନ୍ଦିରରେ ସେବା କାର୍ଯ୍ୟରେ ମୁତୟନ କରିଥିବାର ପଛରେ ରହସ୍ୟଟା କଣ? ନା ଏହା ପଛରେ ପରମେଶ୍ୱରଙ୍କର ଯୋଜନା, ପରମେଶ୍ୱରଙ୍କର ସଂକଳ୍ପ, ପରମେଶ୍ୱରଙ୍କର କାର୍ଯ୍ୟକ୍ରମର ଏକ ନମୁନା ଆମେ ଦେଖିବାକୁ ପାଉଛୁ। ତେବେ ଆଉ ଏଇ ଯୋଉ ପୁରାତନ ନିୟମରେ 24 ଜଣ ପ୍ରାଚୀନଙ୍କର କଥା, ଏଇଟା ଦାଉଦ କେଉଁଠାରୁ ପାଇଲେ? ଯଦି ଆମେ ଦେଖିବା ଯାତ୍ରା ପୁସ୍ତକ ତାର 15 ଅଧ୍ୟାୟକୁ ଆମେ ଟିକେ ଯିବା। ଯାତ୍ରା ଯାତ୍ରା ତାର 15 ଅଧ୍ୟାୟକୁ ଟିକେ ଆମେ ଯିବା। ଏଇ 24 ପ୍ରାଚୀନର ଅନ୍ୟତମ 12 ଜଣ ବିଷୟରେ ସେଠି ଲେଖାଯାଏ। ଆମେ ଏଥିରେ କ୍ଲିୟର ହେଲୁ ଯେ ଏ ଯେ ସ୍ୱର୍ଗରେ ଯୋଉ 24 ପ୍ରାଚୀନ, ଏଇ 24 ପ୍ରାଚୀନ ମାନଙ୍କ ମଧ୍ୟରୁ 12 ଜଣ ହଉଛନ୍ତି ଯାକୁବଙ୍କର 12 ପୁତ୍ର, ଆଉ 12 ଜଣ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ନିଯୁକ୍ତ କରାଯାଇଥିବା 12 ଜଣଙ୍କୁ ମିଶେଇକିରି 24 ଜଣ ପ୍ରାଚୀନ ସ୍ୱର୍ଗରେ ସେମାନଙ୍କର ଉପସ୍ଥିତି ପରମେଶ୍ୱରଙ୍କ ସମ୍ମୁଖରେ ସେବା କାର୍ଯ୍ୟ କରୁଥିବାର ଆମେ ଦେଖିବାକୁ ପାଉଛୁ। ତ ଆମେ ଏଇ 2 ଜଣଙ୍କର ସମ୍ପର୍କରେ ବା 2ଟା 12 ବିଷୟରେ ଆମେ ଟିକେ ଦେଖିବା। ଆମେ ପଢିବା ଏହି ସମୟରେ ଯାତ୍ରା ତାର 15 ଅଧ୍ୟାୟ 22 ପଦରୁ ଟିକେ ପଢନ୍ତୁ। ଅନନ୍ତର ମୂଷା ଇସ୍ରାଏଲ ସୁପସାଗର ଠାରୁ ଯାତ୍ରା କରାଇଲେ। ପୁଣି ସେମାନେ ସୁର ପ୍ରାନ୍ତର ଆଡ଼କୁ ଯାତ୍ରା କଲେ। ସେମାନେ ପ୍ରାନ୍ତରରେ 3 ଦିନ ଯାତ୍ରା କରି ଜଳ ପାଇଲେ ନାହିଁ। ପଢନ୍ତୁ ପଢନ୍ତୁ ଆହୁରି ପଢନ୍ତୁ, ତଳକୁ ପଢନ୍ତୁ। ତହୁ ସେମାନେ ମାରାଠାରେ ଉପସ୍ଥିତ ହୁଅନ୍ତି। ତିକ୍ତତା ହେତୁରୁ ମାରାର ଜଳ ପାନ କରିପାରିଲେ ନାହିଁ, ଏଣୁ ତାହାର ନାମ ମାରା ତିକ୍ତତା ହେଲା। ସେତେବେଳେ ହୁଁ ଲୋକମାନେ ମୂଷାଙ୍କ ବିରୁଦ୍ଧରେ ବଚସା କରି କହିଲେ, ଆମ୍ଭେମାନେ କଣ ପିଇବା? ତହିଁରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ। ସଦାପ୍ରଭୁ ତାଙ୍କୁ ଏକ ପ୍ରକାର କାଷ୍ଠ ଦେଖାଇଲେ। ସେ ତାହା ନେଇ ଜଳରେ ପକାନ୍ତେ ଜଳ ମିଷ୍ଟ ହେଲା। ସେହି ସ୍ଥାନରେ ସଦାପ୍ରଭୁ ସେମାନଙ୍କ ନିମନ୍ତେ ବିଧି ଓ ଆଦେଶ ନିରୂପଣ କଲେ। ପୁଣି ସେମାନଙ୍କର ପରୀକ୍ଷା ନେଇ କହିଲେ, ତୁମ୍ଭେ ଯେବେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଓ ତାହାଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ ତାହା କର ଓ ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିଶ୍ର ଲୋକମାନଙ୍କୁ ଯେ ସବୁ ରୋଗ ଭୋଗ କରାଇଲୁ, ତାହା ସବୁ ତୁମମାନଙ୍କୁ ଭୋଗ କରିବାକୁ ଦେବା ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତୁମର ଆରୋଗ୍ୟକାରୀ। ଅନନ୍ତର ସେମାନେ ଏଲିମ୍ ଠାରେ ଉପସ୍ଥିତ ହେଲେ। ସେଠାରେ ଜଳର 12 ନିର୍ଝର ଓ 70 ଖଜୁର ବୃକ୍ଷ ଥିଲା। ତହିଁରେ ସେମାନେ ସେହି ଜଳ ନିକଟରେ ଛାଉଣି ସ୍ଥାପନ କଲେ। ଧନ୍ୟବାଦ। ବିଶେଷ କରି 27 ପଦ ଆମର ଦୃଷ୍ଟି ନିକ୍ଷେପ କରିବାର ବିଷୟ ରହିଛି, ଯେ ଲେଖାଯାଏ ଅନନ୍ତର ସେମାନେ ଏଲିମ୍ ଠାରେ ଉପସ୍ଥିତ ହେଲେ। ଏମାନେ ମିଶର ଦେଶର ବନ୍ଧନରୁ ମୁକ୍ତ ହୋଇ ସେମାନେ କିଣାନ ଦେଶ ଅଭିମୁଖରେ ଯାତ୍ରା କରୁ କରୁ, ଆପଣ ଏଇ 15 ଅଧ୍ୟାୟ ଏଇ 22 ପଦ ଠାରୁ ଉପରକୁ ଯଦି ଆପଣ ପଢିବେ, ସେଠି ଇସ୍ରାଏଲ ଲୋକମାନଙ୍କୁ ଇସ୍ରାଏଲ ଲୋକମାନଙ୍କ ପଛରେ ଫାରୁ ରାଜା ତାର ସୈନ୍ୟ ସାମନ୍ତ ରଥ ଅଶ୍ବ ସବୁ ଧରିକି ତାଙ୍କ ପଛରେ ଆସୁଛନ୍ତି। ଆଉ ସେଇ ସମୟରେ ଇସ୍ରାଏଲ ଲୋକମାନେ ସୁଫ ସାଗର ସମ୍ମୁଖରେ ଅଛନ୍ତି, ସାମ୍ନାରେ ସମୁଦ୍ର ଅଛି, ପଛପଟେ ମିଶରୀୟ ସୈନ୍ୟ ମାନେ ଅଛନ୍ତି। ଏହିପରି ପରିସ୍ଥିତିରେ ଆଉ
परमेश्वर मूसा को जो निर्देश देवा अनुसार सुपसागर को दिभाग है दिभाग है से माने शुष्क भूमि दे इस्राएल लोक माने तई पथ दे गमन कले तापरे जेतेबेले तांको पछ पछे मिसरीय फारू एवं सैन्य सामंत जेतेबेले सुपसागर भितर पशुचंती आ परमेश्वर से जलटा को मिसई देले तद्वारा से माने सबुदिन पाई आउ से समुद्र रे विनष्ट हेले ता परवर्ती घटना एटा ସେମାନେ ସେଇ ସୁପସାଗର ପାର ହେବାର ତୃତୀୟ ଦିନର ଘଟଣା ଏଠି ଆମେ ଦେଖିବାକୁ ପାଉଛୁ ଆମେ 22 ପଦରେ ଦେଖିବାକୁ ପାଉଛୁ ସେମାନେ ପ୍ରାନ୍ତରେ 3 ଦିନ ଯାତ୍ରା କଲା ପରେ କରି ଜଳ ପାଇଲେ ନାହିଁ 3 ଦିନ ଯାତ୍ରା କରୁ କରୁ ସେମାନଙ୍କ ପାଇଁ ପିଇବା ପାଇଁ ପାଣି ନଥିଲା ସେଥିପାଇଁ ଲୋକମାନେ ମୂଷାଙ୍କ ବିରୁଦ୍ଧରେ ବଚସା ଆରମ୍ଭ କଲେ ଆଉ ପରମେଶ୍ୱର ମୂଷା ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି ପ୍ରାର୍ଥନାର ଉତ୍ତର ସ୍ୱରୂପ 25 ପଦରେ ପରମେଶ୍ୱର କଣ କହୁଛନ୍ତି ନା ତହିଁରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ତାଙ୍କୁ ଏକ ପ୍ରକାର କାଷ୍ଠ ଦେଖାଇଲେ ସେ ତାହା ନେଇ ଜଳରେ ପକାନ୍ତେ ଜଳ ମିଷ୍ଟ ହେଲା ଏହି ସ୍ଥାନରେ ସଦାପ୍ରଭୁ ସେମାନଙ୍କ ନିମନ୍ତେ ବିଧି ଓ ଆଦେଶ ନିରୂପଣ କଲେ ପୁଣି ସେମାନଙ୍କର ପରୀକ୍ଷା ନେଇ କହିଲେ ପ୍ରଭୁଙ୍କର ପ୍ରିୟ ଲୋକ ମାନେ ଏଇ ଯୋଉ ମାନେ ଏଲିମ୍ ନାମକ ସ୍ଥାନରେ ସେମାନେ ପହଞ୍ଚିଲା ବେଳକୁ ଯେତେବେଳେ କି ପରମେଶ୍ୱର ଆଉ ମିଶରୀୟ ସୈନ୍ୟ ମାନଙ୍କୁ ମାନେ ସୁପସାଗରରେ ସେମାନଙ୍କୁ ଡୁବେଇକିରି ମାରିଦେଲେ ତାପରେ ପରେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କର ମନରେ ସେମାନଙ୍କର ଜୀବନରେ ପରୀକ୍ଷା ନେବା ପାଇଁ ବୋଲି 3 ଦିନ ବିଳମ୍ବରେ ସେମାନଙ୍କୁ ଜଳ ଦେଇଥିବାର କଥା ଆମେ ଦେଖିବାକୁ ପାଉଛୁ ଆଉ 3 ଦିନ ପରେ ଜଳ ତ ସେମାନେ ପାଇଲେ କିନ୍ତୁ ସେ ଯୋଉ ଜଳ ପାଇଲେ ସେମାନେ ସେଟା ତିକ୍ତ ହେବା ହେତୁ ଲୋକମାନେ ଆଉ ପାନ କରିପାରିଲେ ନାହିଁ ଏଥିପାଇଁ ଆଉ ମୂଷା ପରମେଶ୍ୱରଙ୍କ ଠାରୁ ପ୍ରାର୍ଥନା କଲେ ଆଉ ପରମେଶ୍ୱର କହିଲେ ଆଉ ପରମେଶ୍ୱର ଗୋଟେ କାଠ ଦେଖାଇଲେ ସେ ଗୋଟେ କାଠ ଦେଖେଇଲେ ଅର୍ଥାତ୍ ଗୋଟେ ଶୁଖିଲା କାଠ ଦେଖେଇଲେ ଆଉ ସେ ଶୁଖିଲା କାଠ ଆଉ ସେ ତିକ୍ତ ଜଳରେ ପକେଇବା ଦ୍ୱାରା ସେଟା କଣ ହେଲା ମିଷ୍ଟ ହେଲା ଆଉ ଲୋକମାନେ ପାନ କଲେ ଇଏ ତ ମାନେ ପ୍ରଥମ ସୋପାନ ତାପରେ ଦ୍ୱିତୀୟରେ ଆମେ ଦେଖିବାକୁ ପାଉଛୁ ଯେ ସେମାନେ ତଳକୁ ଗଲା ଆସିଲା ବେଳକୁ 27 ପଦରେ ଆମେ ଦେଖିବାକୁ ପାଉଛୁ ଯେ ଆଉ ସେମାନେ ଏଇ ତୃତୀୟ ଦିନର କଷ୍ଟପୂର୍ଣ୍ଣ ଏବଂ ଏକ ଜଳର ଅଭାବ କ୍ଷୁଧାରେ ଜୀବନ କାଟୁଥିବାର ଅନ୍ତରେ ବା ଶେଷରେ ପରମେଶ୍ୱର କଣ କରୁଛନ୍ତି ନା 27 ପଦରେ ଆମେ ଦେଖିବାକୁ ପାଉଛୁ ଅନନ୍ତର ସେମାନେ ଏଲିମ୍ ଠାରେ ଉପସ୍ଥିତ ହେଲେ ତ ପ୍ରଭୁଙ୍କର ପ୍ରିୟ ଲୋକମାନେ ସେମାନେ ଏଲିମ୍ ଠାରେ ପହଞ୍ଚିଲେ ଏଇ ଏଲିମ୍ ଶବ୍ଦର ଅର୍ଥ କଣ ନା ଏଲିମ୍ ଶବ୍ଦର ଅର୍ଥ ହଉଛି ଯାହାକି ଏକ ବୃକ୍ଷ ବା ଗୋଟେ ସ୍ଥାନକୁ ବୁଝାଏ ଯାହାର ମାନେ ଅର୍ଥ କି ମାନେ ବର୍ଦ୍ଧିଷ୍ଣୁ ହେବା କିମ୍ବା ଆଉ ବଳବାନ ହେବା ବା ଆମର ବଳ ଯୋଉଟା ମାନେ କ୍ଷୟ ହେଇଥିବ ସେଟା ତାକୁ ରିଭାଇଭ କରିବାକୁ ବା ଆମକୁ ଶକ୍ତିଯୁକ୍ତ କରାଇବାକୁ ବୁଝାଏ ଆହୁରି ମଧ୍ୟ ଆଉ ଏଲିମ୍ ଶବ୍ଦର ଅର୍ଥ ହଉଛି ମାନେ ଆବଶ୍ୟକ ଯୋଗାଇବା ବା ପ୍ରୋଭିଜନ କୁ ବୁଝାଏ ହଁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଅନେକ ବାଇବଲ ମାନେ ତାଲିମ ନେଇଥିବା ଲୋକମାନେ ଯେଉଁମାନେ ବାଇବଲ ତାଲିମ ନେଇଛନ୍ତି ସେମାନେ ନିଶ୍ଚିତ ଭାବରେ ଏ ବିଷୟରେ ଜାଣିଥିବେ ତଥାପି ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ପାଇଁ ଆଉ ଏଇଟା ଗୋଟେ ନୂଆ ବିଷୟ ହେଇପାରେ ଯେ ଏ ଯୋଉ ଏଲିମ୍ ନାମକ ସ୍ଥାନରେ ପରମେଶ୍ୱର ସେମାନଙ୍କୁ ଆଣିଲେ ଆଉ ସେଇଠି ସେମାନଙ୍କୁ ପରମେଶ୍ୱର କଣ ଦଉଛନ୍ତି ନା 12 ନିର୍ଜର ଦଉଛନ୍ତି ପୁଣି 70 ଖର୍ଜୁର ବୃକ୍ଷ ସେଠି ଥିବାର ଆମେ ଦେଖିବାକୁ ପାଉଛୁ ଆପଣମାନେ ଜାଣନ୍ତି ଯେ ଏଇ ଯୋଉ 12 ନିର୍ଜର ଆଉ 70 ଖର୍ଜୁର ବୃକ୍ଷ ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ଏବଂ ନିଯୁକ୍ତ କରାଯାଇଥିବା ପ୍ରଥମରେ 12 ଶିଷ୍ୟ ପୁଣି ଦ୍ୱିତୀୟରେ 70 ଶିଷ୍ୟର ନିଦର୍ଶନ ବୋଲି ବାଇବଲ ବିଶେଷଜ୍ଞ ମାନେ ମତ ଦିଅନ୍ତି ଆଉ ସେଇ ମତରେ ମୁଁ ମଧ୍ୟ ବିଶ୍ୱାସ କରେ
अर्थात प्रभुंकर प्रिय लोक माने आमर प्रश्न कौन थिला ना एई जो दाऊद राजा जेरुसालम मंदिर रे 24 जन प्राचीन नियुक्त करिबार दर्शनटा से केउठु पाइले ना परमेश्वर एई स्थानरू एई स्थान रे जो आमे देखा पाउछु जे एक माने 12 निर्जर सेई 12 निर्जर एवं आओ जाकुबंकर 12 पुत्र मिसई करी 24 प्राचीन अर्थात एई 12 निर्जर प्रभु जीशु ख्रीष्ट द्वारा नियुक्त कर जाइथिबा 12 शिष्य को बुझाए अर्थात ए 12 निर्जर माने 12 जीशुଙ୍କର 12 जन शिष्य ର ନିଦର୍ଶନ ସ୍ୱରୂପ ଏଇ ଯୋଉ 12 ନିର୍ଜର ଏମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା 12 ଶିଷ୍ୟଙ୍କୁ ବୁଝାଏ ଏବଂ ଆଉ ବାକି ଯୋଉ 12 ଜଣ ଯାକୁବଙ୍କର 12 ପୁତ୍ର ମିଶେଇକିରି 24 ପ୍ରାଚୀନ କଥା ଆମେ ଦେଖିବାକୁ ପାଉଛୁ। ଏଇ ଦର୍ଶନ ପ୍ରଥମରେ ଆଉ ଦାଉଦ ମହାରାଜା ପାଇଥିଲେ ଏବଂ ସେ ଦର୍ଶନ ଅନୁସାରେ ଜେରୁସାଲମ ମନ୍ଦିରରେ ସେ 24 ପ୍ରାଚୀନ परमेश्वर सेवा कार्य से नियुक्त कर आमे देखा पाऊ प्रभुंकर प्रिय लोक मैंने। तो प्रभुंकर प्रिय लोक मैंने आमे यही समय चिंता करवा जे ए विषय जदि आपण मानकर किसी प्रश्न भी थाई पारे ताल आपण माने किसी पचारि भी पारंती एबे नहले मध्य मीटिंग पर आपण माने पचारि पारंती ए विषय में आलोचना करवा विशेषकर 24 प्राचीन संपर्क रे आ 24 प्राचीन मानकर कार्य कौन से विषय आम टे देखा आम जीवा ए समय पुणी से आम प्रकाशित 4 अध्याय को आम जीवा आ दयाकोरी 10 पद 11 पद टे पढ़ंतु। प्रकाशित 4 अध्याय हाँ ସେତେବେଳେ पढ़ंतु। 24 ପ୍ରାଚୀନ ସିଂହାସନ ପ୍ରବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇ ଦେଇ କହନ୍ତି, ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ ଓ ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଶୁଭାଜନ ଅଟ। ତୁମେ ସମସ୍ତ ସୃଷ୍ଟି କରିଅଛ ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତ୍ୱ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି। धन्यवाद। एठी आमे देखिବାକୁ पाउछु एई 24 प्राचीन मानकर परमेश्वरंकर सेवा कार्य कि प्रकार भाव नियोजित होउचंती व्यवहृत होउचंती एठी आमे देखिବାକୁ पाउछु। एमाने कोन कहउचंती सेतेबेले 24 प्राचीन सिंहासन पविष्ट व्यक्ति अर्थात परमेश्वर छामुरे उबूढ़ हुई नित्य जीवित व्यक्ति अर्थात परमेश्वर को प्रणाम करती वो सिंहासन सम्मुख आपण आपण मुकुट थुई दे कहती कौन कहती ना हे आंभ मानकर प्रभु ईश्वर तुम्हें गौरव संभ्रम पराक्रम पाइबा सुभाजन अट आंबे तुम्बे समस्त सृष्टि करियछ आउ तुम इच्छा यही सबू स्वतः प्राप्त हुई सृष्ट हुई अच्छी। तो प्रभुंकर प्रिय लोक माने एठी आमे देखा पाउछु ए 24 प्राचीन मानकर परमेश्वरंकर गौरव प्रशंसा स्तुति वंदना कार्य कि प्रकार भाव नियोजित होइचंती अर्थात प्रभुंकर प्रिय लोक माने जाकि आमे 4 अध्याय 1 पद आमे पठन कलु जे कौन ना शेष आमे विशेष कर देखिले जे जहा सबू या परे अवश्य घटिब सही सबू आम्बे तुमको देखाइबा जहा सबू या परे अवश्य घटिब ये प्रथम घटना आमे देखा पाउछु जे प्रभु जीशु ख्रीष्ट तांकर प्रिय शिष्य जन को देखौचंती जे स्वर्ग रे केमिति परमेश्वर सिंहासन चतुर्दिगरे 24 प्राचीन उपविष्ट अचंती आउ केमिति सेमाने समय अनुसार समय क्रमे परमेश्वर सेवा आराधना उपासना गौरव स्तुति वंदना करती सही कार्य सही विषय आमे देखा पाउछु। पुणी 5 अध्याय 8 पद टे पढ़ंतु। हालेलुया। से पुस्तक नियंते से 4 प्राणी और 24 प्राचीन मेष शावकों सम्मुखरे उबुड़ होई पड़िले सेमानक प्रत्येक हस्तरे वीणा और साधु मान प्रार्थना स्वरूप धूपरे परिपूर्ण सुवर्ण पात्र थिला।
ଏଇଠି ପୁଣି ଆମେ ଦେଖିବାକୁ ପାଉଛୁ ପ୍ରଭୁଙ୍କର ପ୍ରିୟ ଲୋକମାନେ 24 ପ୍ରାଚୀନଙ୍କର କାର୍ଯ୍ୟ। ପ୍ରଥମରେ 4 ପ୍ରାଣୀଙ୍କର କାର୍ଯ୍ୟ ଆମେ ଦେଖିବାକୁ ପାଉଛୁ। ତାପରେ 24 ପ୍ରାଚୀନ ମେଷ ଶାବକଙ୍କ ସମ୍ମୁଖରେ 10-11 ପଦରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସେମାନେ ସ୍ତୁତି ବନ୍ଦନା କରୁଛନ୍ତି, ପୂଜା ଆରାଧନା ଗୌରବ ସ୍ତୁତି କରୁଛନ୍ତି। କିନ୍ତୁ 5 ଅଧ୍ୟାୟ ଆମେ 8 ପଦରେ କାହାକୁ ସେମାନେ ଆରାଧନା କରୁଛନ୍ତି ନା ମେଷ ଶାବକ ଅର୍ଥାତ୍ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ସେମାନେ କଣ କରୁଛନ୍ତି ନା ଲେଖାଯାଏ, ସେମାନଙ୍କ ପ୍ରତ୍ୟେକଙ୍କର ହସ୍ତରେ ବୀଣା ଅଛି, ସାଧୁ ମାନଙ୍କ ପ୍ରାର୍ଥନା ସ୍ୱରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମସ୍ତ ବିଷୟ ଆମେ ତୁମକୁ ଦେଖାଇବୁ ବୋଲି ସେଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସାଧୁ ଜନଙ୍କୁ ପାତ୍ମ ଦ୍ୱୀପରେ ତାଙ୍କୁ ରଖିଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସାଧୁ ଜନଙ୍କୁ ପାତ୍ମ ଦ୍ୱୀପରେ ରଖିଲେ। ହୋଇପାରେ ଆପଣମାନେ କହିପାରନ୍ତି ଯେ ତାକୁ ତ ରାଜା ବନ୍ଦୀ କରି ରଖିଥିଲା, ଅର୍ଥାତ୍ ଜୋନଙ୍କୁ ପାତ୍ମ ଦ୍ୱୀପରେ ବନ୍ଦୀ କରି ରଖାଯାଇଥିଲା। କାହିଁକି ବନ୍ଦୀ କରି ରଖାଯାଇଥିଲା? ଏହାର ଗୋଟେ ବ୍ୟାକଗ୍ରାଉଣ୍ଡ ଅଛି, ଆପଣମାନେ ସମସ୍ତେ ଜାଣନ୍ତି ଯେ ପ୍ରଥମରେ ଜୋନଙ୍କୁ ଗରମ ତେଲରେ ପକାଗଲା, ମାତ୍ର ଗରମ ତେଲ ତାକୁ କିଛି କ୍ଷତି କରିପାରିଲା ନାହିଁ, ଅନିଷ୍ଟ କରିପାରିଲା ନାହିଁ। ସେଥିପାଇଁ ନିରୁ କଣ କଲା, ନାଇଁ ନାଇଁ ଲୋକ ମାରି ହବ ନାହିଁ, ଆକୁ କୋଉଠି ପଠେଇବାର ଅଛି ନା ସେ ପାତ୍ମ ଦ୍ୱୀପରେ ତାଙ୍କୁ ନିର୍ବାସନ ଦଣ୍ଡ ଦେବାର ଅଛି। ମାନେ ରାଜାଙ୍କ ଦୃଷ୍ଟିରେ ସେଟା ଦଣ୍ଡ ଥିଲା ଜୋନଙ୍କ ପ୍ରତି, କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିରେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୃଷ୍ଟିରେ ତାଙ୍କର ଗୋଟେ ଯୋଜନା ଥିଲା, ତାଙ୍କର ଗୋଟେ ସଂକଳ୍ପ ଥିଲା, ତାଙ୍କର ଗୋଟେ ଇଚ୍ଛା ଥିଲା ଯେ ଜୋହନ ପାତ୍ମ ଦ୍ୱୀପରେ ରହିକରି ପରମେଶ୍ୱରଙ୍କର ଗୌରବ, ପରମେଶ୍ୱରଙ୍କର ମହିମା, ପରମେଶ୍ୱରଙ୍କର ପ୍ରତାପ ସେ ଦର୍ଶନ କରିବେ। ଏବଂ ଏହି ପୃଥିବୀ ଉପରେ ଆସନ୍ତା ଦିନ ମାନଙ୍କରେ ଯେଉଁ ସମସ୍ତ ଘଟଣା ଗୋଟାଏ ପରେ ଗୋଟେ ଘଟିବାକୁ ଯାଉଛି, ସେଇ ସମସ୍ତ ବିଷୟ ସେ ସ୍ୱଚକ୍ଷୁରେ ଶ୍ରବଣ କରିବ ଏବଂ ସ୍ୱହସ୍ତରେ ଲିପିବଦ୍ଧ କରିବ ଏବଂ ଜଗତର ଲୋକମାନଙ୍କର ନିକଟରେ ସେଟା ପ୍ରକାଶ କରିବ। ଏଥିପାଇଁ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜୋନଙ୍କୁ ଏହି ପାତ୍ମ ଦ୍ୱୀପରେ ସେ ଆଉ ସ୍ଥାପନ କଲେ, ନିରୂପଣ କଲେ। କିନ୍ତୁ ପାତ୍ମ ଦ୍ୱୀପ ଗୋଟେ ଏମିତି ଆମ ପରି ମାନେ ଆରାମଦାୟକ ଜୀବନ ନଥିଲା। କୌଣସି ଲୋକବାକ ସେଠି ନାହାନ୍ତି, କେବଳ ଦୁଷ୍ଟ ଦୁର୍ଦ୍ଦାନ୍ତ ଲୋକମାନେ, ଯୋଉମାନେ କି ଦେଶଦ୍ରୋହୀ ହତ୍ୟାକାରୀ, ସେପରି ଲୋକମାନଙ୍କୁ ସେ ଜାଗାରେ ରଖାଯାଉଥିଲା। କିନ୍ତୁ ପରମେଶ୍ୱରଙ୍କର ଗୋଟେ ଯୋଜନା ଥିଲା ଯେ ଯୋହନ ସେଠାରେ ରହି ପରମେଶ୍ୱରଙ୍କର ଦର୍ଶନ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ପାଇବ ଆଉ ସେ ଲିପିବଦ୍ଧ କରିବ। ହଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହିଁ ଏଠି ଆମେ ଦେଖିବାକୁ ପାଉଛୁ ଯେ ଆଉ ସେ ସାଧୁ ଜନ ଦେଖୁ ଦେଖୁ ସେ 24 ପ୍ରାଚୀନ ଏବଂ ସେମାନଙ୍କର କାର୍ଯ୍ୟକ୍ରମ ବିଷୟରେ ସେଇଠି ବର୍ଣ୍ଣନା କରୁଥିବାର ଆମେ ଦେଖିବାକୁ ପାଉଛୁ। ଏ ବିଷୟରେ ଅନେକ କଥା ରହିଛି, ତଥାପି ମୁଁ ଆଉ ସେ ଭିତରକୁ ଆଉ ଯାଉନାହିଁ। ଆପଣମାନେ ଯଦି ଚାହିଁବେ ୟାକୁ ନୋଟ୍ କରିପାରିବେ। ପ୍ରଥମରେ ଆମେ ଏଇ 4 ଅଧ୍ୟାୟ 10-11 ପଦ ପଠନ କଲେ, ତାପରେ 5 ଅଧ୍ୟାୟ 8 ମଧ୍ୟ ଆପଣ ପଠନ କରିପାରିବେ, 11 ଅଧ୍ୟାୟ 16, 19 ଅଧ୍ୟାୟ 4 ପଦ, ଏ ସମସ୍ତ ବିଷୟରେ ଆପଣ ଏ 24 ପ୍ରାଚୀନ ମାନଙ୍କର ପ୍ରଭୁ ଯୀଶୁ ଏବଂ ପିତା ପରମେଶ୍ୱରଙ୍କର ସେବା କାର୍ଯ୍ୟରେ କେମିତି ନିୟୋଜିତ ହେଉଛନ୍ତି କାଳକ୍ରମେ ପର୍ଯ୍ୟାୟକ୍ରମେ, ସେ ବିଷୟରେ ଆପଣ ସେଠି ଦେଖିବାକୁ ପାଇବେ। ତ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ ସମୟରେ ଆମେ ଯିବା ଆଉ ପ୍ରକାଶିତ ବାକ୍ୟ 21 ଅଧ୍ୟାୟକୁ ଆମେ ଟିକେ ଯିବା। 21 ଅଧ୍ୟାୟ 12 ପଦ ଏବଂ 14 ପଦ ଆମେ ପଠନ କରିବା। 12 ପଦ ଟିକେ ପଢନ୍ତୁ। ତାହାର ଗୋଟିଏ ବୃହତ ଉଚ୍ଚ ପ୍ରାଚୀର ଅଛି, ସେଥିର 12 ଦ୍ୱାର, ସେହି ଦ୍ୱାରରେ 12 ଦୂତ ଓ ଦ୍ୱାର ସମୂହ ଉପରେ ଇସ୍ରାଏଲ ସନ୍ତାନ ମାନଙ୍କ 12 ବଂଶର ନାମ ଲିଖିତ ଅଛି। 14 ପଦ। ସେହି ନଗରୀର ପ୍ରାଚୀରର 12 ଭିତ୍ତିମୂଳ, ସେହି ସବୁ ଉପରେ ମେଷ ଶାବକଙ୍କ 12 ପ୍ରେରିତଙ୍କ 12 ନାମ ଲିଖିତ ଅଛି। ଧନ୍ୟବାଦ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇଠି ଆମେ ଏଇ ଯୋଉ ପ୍ରକାଶିତ 21 ଅଧ୍ୟାୟରେ ଯୋଉ ନଗରୀର କଥା କୁହାଯାଏ,
এই ନଗରୀ ସମ୍ପର୍କରେ ଆପଣ ଦୁଇ ପଦରେ ଆପଣ ଦେଖିବାକୁ ପାଇବେ। ଏକ ଦୁଇ ପଦରେ ଆପଣ ଦେଖିବାକୁ ପାଇବେ। ମୁଁ ସେଟା ପଠନ କରେ, ଲେଖାଯାଏ, ପରେ ମୁଁ ଏକ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶ ମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନଥିଲା। ପୁଣି ମୁଁ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ୍ୟ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି। ଅର୍ଥାତ୍ ଏଇଠାରେ ଯୋଉ ଆମେ 12 ଆଉ 14 ପଦରେ ଆମେ ଯୋଉ ନଗରୀ କଥା ଆମେ ଦେଖିବାକୁ ପାଉଛୁ, ଏଇ ନଗରୀର ପରିଚୟ 2 ପଦରେ ଆମେ ଦେଖିବାକୁ ପାଉଛୁ। ସେ ନଗରୀ କଣ ନା ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମ। ଅର୍ଥାତ୍ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦିନ ଆସିବ, ସମୟ ଆସିବ ଯେ ଏଇ ପୃଥିବୀ ଲୋପ ପାଇବ। ଏଇ ପୃଥିବୀ ଆକାଶ ମଣ୍ଡଳ ଏବଂ ଏଇ ପୃଥିବୀ ଲୋପ ପାଇବ। ଏକ ନୂତନ ଆକାଶ ମଣ୍ଡଳ, ନୂତନ ପୃଥିବୀ ପରମେଶ୍ୱର ଆଉ ଦୃଷ୍ଟିଗୋଚରକୁ ଆଣିବେ ଏବଂ ସୃଷ୍ଟି ମଧ୍ୟକୁ ଆଣିବେ। ଆଉ ସେହି ଆଉ ପୃଥିବୀରେ ଏକ ଯାହାକି ପବିତ୍ର ନଗରୀ ଏବଂ ନୂତନ ଜେରୁସାଲେମ କଥା ଆମେ ଦେଖିବାକୁ ପାଉଛୁ। ଆଉ ସେଇ ପବିତ୍ର ନଗରୀ ବା ନୂତନ ଜେରୁସାଲେମର ମାନେ ତାର ସେଇ ସେଇ ମନ୍ଦିର ଏବଂ ସେଇ ମନ୍ଦିରର ପ୍ରାଚୀର ବିଷୟରେ ଆମେ ଦେଖିବାକୁ ପାଉଛୁ 12-14 ପଦରେ। ଲେଖାଯାଏ, ସେଇ ଦ୍ୱାରରେ ଦ୍ୱାଦଶ ଦୂତ ଓ ଦ୍ୱାର ସମୂହର ଉପରେ ଇସ୍ରାଏଲ ସନ୍ତାନ ମାନଙ୍କ ଦ୍ୱାଦଶ ବଂଶର ନାମ। ଏଠି ଇସ୍ରାଏଲର ବାର ପୁତ୍ର ଅର୍ଥାତ୍ ଯାକୋବଙ୍କର 12 ପୁତ୍ରଙ୍କର ନାମ ସେ ପ୍ରାଚୀର ଲେଖାଯାଇଥିବା କଥା କୁହାଯାଏ। 14 ପଦରେ ଲେଖାଯାଏ ଯେ ସେଇ ସବୁ ଉପରେ ଅର୍ଥାତ୍ ସେଇ ମନ୍ଦିର ଉପରେ ମେଷ ଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି। ତ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେ ଆଉ ଦାଉଦଙ୍କ ଠାରୁ ଆରମ୍ଭ କରିକିରି ଆଉ ଏଇ ଯୋହନଙ୍କର ଦର୍ଶନ ପର୍ଯ୍ୟନ୍ତ 24 ପ୍ରାଚୀନର କଥା ଆମେ ଦେଖିଲେ। କିନ୍ତୁ ସେ 24 ପ୍ରାଚୀନର ପ୍ରକୃତ କାର୍ଯ୍ୟକ୍ରମ, ପ୍ରକୃତ ଉପସ୍ଥିତି ଆମେ କେତେବେଳେ କେମିତି ଦେଖିବା, କୋଉଠି ଦେଖିବା ନା ଏଇ ପ୍ରକାଶିତ 21 ଅଧ୍ୟାୟ 12-14 ପଦରେ ହିଁ ଆମେ ଦେଖିବାକୁ ପାଉଛୁ। ଯାହାକି ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କର, ଆପଣଙ୍କର ଏବଂ ମୋର ଏକ ମାନେ ଅତି ପ୍ରତୀକ୍ଷିତ ଆକାଂକ୍ଷିତ ବିଷୟ। ହଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସମସ୍ତେ ଜାଣନ୍ତି ଯେ ଆମେ ଅତି ଶୀଘ୍ର ଏଇ ପୃଥିବୀ ଛାଡ଼ି ଆମେ ଏକ ନୂତନ ଆକାଶ ମଣ୍ଡଳ, ନୂତନ ପୃଥିବୀକୁ ଆମେ ଯିବା। ଅବଶ୍ୟ ତା ପୂର୍ବରୁ ଏଇ ପୃଥିବୀ ଉପରେ 1000 ବର୍ଷ ପର୍ଯ୍ୟନ୍ତ ଶାନ୍ତି ରାଜ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିଚାଳିତ ହେବ, ଯାହାକି ଆପଣ 20 ଅଧ୍ୟାୟରେ ଆପଣ ଦେଖିବାକୁ ପାଇବେ। ଏ ପ୍ରକାଶିତ ବାକ୍ୟ 20 ଅଧ୍ୟାୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏଇ ପୃଥିବୀରେ 1000 ବର୍ଷ ପର୍ଯ୍ୟନ୍ତ ଶାନ୍ତି ରାଜ୍ୟ ସ୍ଥାପିତ ହେବ, ପରିଚାଳିତ ହେବ। ସେଇ 1000 ବର୍ଷର ପରିସମାପ୍ତି ପରେ ପରମେଶ୍ୱର କଣ କରିବେ ନା ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀ ସେ ପ୍ରକାଶ କରିବେ, ସ୍ଥାପନ କରିବେ। ଆଉ ସେ ନୂତନ ଆକାଶ ମଣ୍ଡଳ, ନୂତନ ପୃଥିବୀରେ ପବିତ୍ର ନଗରୀ ବା ନୂତନ ଜେରୁସାଲେମ ପରମେଶ୍ୱର ସ୍ଥାପନ କରିବେ, ଯାହାକି ଖ୍ରୀଷ୍ଟାଶ୍ରିତ ଲୋକମାନଙ୍କର ଏକ ମାନେ ସେଟା ଗୋଟେ କେନ୍ଦ୍ରସ୍ଥଳ, ସେଟା ଗୋଟେ ରାଜଧାନୀ ହବ। ହଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆମେ ବିଶ୍ୱାସରେ ସ୍ଥିର ଜୀବନ ଯାପନ କରିବା ଏବଂ ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ତାଙ୍କର ପ୍ରତୀକ୍ଷାର ଜୀବନ କାଟିବା, ତେବେ ଆମେ ସେଇ ପବିତ୍ର ନଗରୀରେ ବା ନୂତନ ଜେରୁସାଲେମରେ ଆମେ ଅଂଶ ଗ୍ରହଣ କରିବା ଏବଂ ଆଉ ସେଇଠି ଆମର ରାଜଧାନୀ ହବ। ଏବଂ ସେଇ ସମୟରେ ସେଇ ପୃଥିବୀରେ ଆଉ ଅନେକ ରାଜା ମାନେ, ଶାସନକର୍ତ୍ତା ମାନେ ସେଇ ସମୟରେ ପୃଥିବୀରେ ଥିବେ। ଆଉ ସେମାନେ ଆଉ ମାନେ ସେଇ ମନ୍ଦିରକୁ ନୈବେଦ୍ୟ ଆଣିବେ, ଆଉ ବିଭିନ୍ନ ଦାନ ସେମାନେ ଆଣିବେ, ଯୋଉଠାରେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ରାଜା ମାନଙ୍କର ରାଜା ହେବେ ଏବଂ ପ୍ରଭୁ ମାନଙ୍କର ପ୍ରଭୁ ହେବେ। ଆହୁରି ମଧ୍ୟ କଣ ନା ସେ
मुख्य बा प्रधान याजक हेबे प्रभुंकर प्रिय लोक माने जदि आमे देखिबा एई समय गोटे अंश केवल आमे पठन करिबा आउ एफिसी 2 अध्याय 20 पद आमे टिके पठन करिबा एफिसी मंडली निकट को प्रेरित पौलंकर पत्र 2 अध्याय 20 पद ତୁମ୍ଭେମାନେ ପ୍ରେରିତ ଅଭାବବାଦୀ ମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର ପ୍रणର ପ୍ରଧାନ ପ୍ରସ୍ତର। धन्यवाद एइटी आमे जो आ, प्रकाशित तार 21 र 14 12 14 पदर आमे पठन कलु जाकि से नूतन जेरूसालम बा पवित्र नगरी आउ 24 प्राचीन द्वारा प्राचीन मानक द्वारा परिचालित बा सेमानकर नाम रे से भित्तिमूल एवं आउ द्वार सबु लेखा जीवार अर्थ कौन माने आउ प्रथम रे इस्राएल रो 12 गोष्ठी रो बा भाववादी मानकर शिक्षा नीति एवं द्वितीय रे नूतन नियम रे प्रभु जीशु ख्रीस्ट एवं तांकर 12 जन शिष्य एमानकर शिक्षार नीति रे बा डॉक्ट्रिन रे बा शिक्षार भित्तिभूमि रे बा पृष्ठभूमि रे जो माने शिक्षित हुई बा परित्राण प्राप्त हुई से नूतन जेरूसालम को जिबे आउ से मानक उपरे एमानकर माने दायित्व जाकि 24 प्राचीन ए 24 प्राचीन कौन ना पुरातन नियम अर्थात जाकुबंकर 12 पुत्रंक जरिया रे जो भविष्य वक्ता मानकर शिक्षा चेतना उपदेश परामर्शर शिक्षार भित्तिभूमि बा भित्तिमूल एवं प्रभु जीशु ख्रीष्टंकर 12 जन शिष्यंकर शिक्षा चेतना डॉक्ट्रिन रो भित्तिमूल रे से नूतन जेरूसालम बा पवित्र नगरी स्थापित हेबो जहाँकि आमे दिने सेठी बास करिवा पई आमे जाउछु जदि आमे ख्रीष्ट जीशुंक ठारे ताई आमे धर्म जीवन यापन करिबा ताहेले आमे सेटा को जाई पारिबा जेतु आपण माने समस्त जानंती आउ जेतेबेले आमे प्रथम तेसलोनिकी तार 4 अध्याय 16 17 पदरे आमे पढ़िले आमे सेठी जानिबा आमे सेटा पढ़िबा नै आ समय हे जाउची मु समय भितर समाप्त करिवा पई मु चाहूची सेठी लिखा जाए जे आ प्रभुंकर प्रधान दूत व महातुरी शब्द द्वारा प्रभु जीशु ख्रीष्ट ओल्लै आसीबे अर्थात पृथ्वी को ओल्लै आसीबे नै शून्य मंडल को ओल्लै आसीबे आउ सही समय कौन हम ना जो माने ख्रीष्ट जीशु ठारे थाई मृत्युवरण करिसंती प्रथम रे से माने उठिबे तापरे आउ सही समय धरंतु एही समय जदि प्रभु जीशु ख्रीष्ट आसीबे आमे जदि ख्रीष्ट जीशुंकर सहभागिता रहउछु ताहले प्रथम रे मृत लोक माने पुनरुत्थित हेबे तापरे आमे रूपांतरित होई आमे समस्त मिलिमिशि आमे शून्य मंडल को नीत हेबा जाकि रैप्चर बोली कहा जाए और रैप्चर परे परे ए पृथ्वी रे आउ 1000 वर्ष पर्यंत प्रभु जीशु ख्रीष्टंकर शांति राज्य कथा आमे देखा पाउछु एपरि अनेक कथा रहिछि किंतु समय अभाव सकाशे मु आ भीतर को जाउ नै प्रभु एई अल्प वाक्य रे आमे प्रत्येक को आशीर्वाद करंतु आमेन।